तव कथामृतं तप्तजीवनं कविभिरीडितं कल्मषापहं श्रवणमंगलं श्रीमदाततं भुवि गणति ये भूरिदा जनः। श्री श्री रामकृष्ण कथामृत चतुर्थ खंड पृष्ठ 91। क्रमे संध्या है। सिंधु वक्षरे ଯେଉଁଠାରେ ଅନନ୍ତର ନୀଳଛାୟା ପଡ଼ିଛି, ନିବିଡ଼ ଅରଣ୍ୟ ମଧ୍ୟରେ, ଅମ୍ବର ଚୁମ୍ବିତ ପର୍ବତ ଶିଖରରେ, ବାୟୁ ବିକମ୍ପିତ ନଦୀ ତୀରରେ, ଦିଗ ଦିଗନ୍ତ ବ୍ୟାପୀ ପ୍ରାନ୍ତର ମଧ୍ୟରେ କ୍ଷୁଦ୍ର ମାନବର ସହଜରେ ଭାବାନ୍ତର ହେଲା। ଏହି ସୂର୍ଯ୍ୟ ଚରାଚର ବିଶ୍ୱକୁ ଆଲୋକିତ କରୁଥିଲେ। କେଉଁଆଡ଼େ ଗଲେ? ବାଳକ ଭାବୁଛି, ପୁଣି ଭାବୁଛନ୍ତି। ବାଳକ ସ୍ୱଭାବପନ୍ନ ମହାପୁରୁଷ। ସନ୍ଧ୍ୟା ହେଲା। କି ଆଶ୍ଚର୍ଯ୍ୟ! କିଏ ଏପରି କଲା? ପକ୍ଷୀମାନେ ପାଦପ ଶାଖା ଆଶ୍ରୟ କରି କଳରବ କରୁଛନ୍ତି। ମନୁଷ୍ୟଙ୍କ ମଧ୍ୟରେ ଯେଉଁମାନଙ୍କର ଚୈତନ୍ୟ ହୋଇଛି, ସେମାନେ ମଧ୍ୟ ସେହି ଆଦିକବି କାରଣର କାରଣ ପୁରୁଷୋତ୍ତମଙ୍କର ନାମ ଉଚ୍ଚାରଣ କରୁଛନ୍ତି। କଥା କହୁ କହୁ ସନ୍ଧ୍ୟା ହେଲା। ଭକ୍ତମାନେ ଯେ ଯେଉଁ ଆସନରେ ବସିଥିଲେ, ସେ ସେହି ଆସନରେ ବସି ରହିଲେ। ଶ୍ରୀରାମକୃଷ୍ଣ ମଧୁର ନାମ ଉଚ୍ଚାରଣ କରୁଛନ୍ତି। ସେଥିପାଇଁ ସମସ୍ତେ ଉଦ୍ଗ୍ରୀବ ଓ ଉତ୍କନ୍ନ ହୋଇ ଶୁଣୁଛନ୍ତି। ଏପରି ମଧୁର ନାମ ସେମାନେ କେବେ ହେଲେ ଶୁଣି ନାହାନ୍ତି, ଯେପରି ସୁଧାବର୍ଷଣ ହେଉଅଛି। ଏପରି ପ୍ରେମବଳା ମା ମା ଡାକ ସେମାନେ କେବେ ଶୁଣି ନାହାନ୍ତି, କେବେ ଦେଖି ନାହାନ୍ତି। ଆକାଶ, ପର୍ବତ, ମହାସାଗର, ପ୍ରାନ୍ତର, ବନ ଆଉ ଦେଖିବା କ'ଣ ଦରକାର? ଗାଈର ଶୃଙ୍ଗ, ପଦାଦି ଓ ଶରୀରର ଅନ୍ୟାନ୍ୟ ଅଂଶ ଦେଖିବା ଆଉ କ'ଣ ଦରକାର? ଦୟାମୟ ଗୁରୁଦେବ ଯେଉଁ ଗାଈଟିର କଥା କହିଲେ, ଏହି ଗୃହ ମଧ୍ୟରେ କ'ଣ ତାହା ବିଦ୍ୟମାନ? ସମସ୍ତଙ୍କର ଅଶାନ୍ତ ମନ କିପରି ଶାନ୍ତି ଲାଭ କଲା? ନିରାନନ୍ଦ ଧରା କିପରି ଆନନ୍ଦରେ ଭାସିଲା? କାହିଁକି ଭକ୍ତମାନଙ୍କୁ ଶାନ୍ତ ଓ ଆନନ୍ଦମୟ ଦେଖୁଛି? ଏହି ପ୍ରେମିକ ସନ୍ନ୍ୟାସୀ କ'ଣ ସୁନ୍ଦର ରୂପଧାରୀ ଅନନ୍ତ ଈଶ୍ୱର? ଏହିଠାରେ କ'ଣ ଦୁଗ୍ଧପାନ ପିପାସୁର ପିପାସା ତୃପ୍ତ ହେବ? ଅବତାର ହୁଅନ୍ତୁ ବା ନ ହୁଅନ୍ତୁ, ଏହାଙ୍କ ଚରଣ ପ୍ରାନ୍ତରେ ମନ ବିକା ହୋଇଯାଇଛି। ଆଉ ଫେରିଯିବାର ବାଟ ନାହିଁ। ଏହାକୁ ହିଁ ଜୀବନର ଧ୍ରୁବତାରା କରିଛି। ଦେଖେ, ଏହାଙ୍କର ହୃଦୟ ସରୋବରରେ ସେହି ଆଦିପୁରୁଷ କିପରି ପ୍ରତିବିମ୍ବିତ ହୋଇଛନ୍ତି। ଭକ୍ତମାନେ କେହି କେହି ଏପରି ଚିନ୍ତା କରୁଛନ୍ତି ଓ ଶ୍ରୀରାମକୃଷ୍ଣଙ୍କର ଶ୍ରୀମୁଖ ବିଗଳିତ ହରିନାମ ଏବଂ ମାଙ୍କ ନାମ ଶ୍ରବଣ କରି କୃତକୃତାର୍ଥ ବୋଧ କରୁଛନ୍ତି। ନାମ ଗୁଣ କୀର୍ତ୍ତନ ପରେ ଠାକୁର ପ୍ରାର୍ଥନା କଲେ, ଯେପରି ସାକ୍ଷାତ ଭଗବାନ ପ୍ରେମର ଦେହ ଧାରଣ କରି ଜୀବକୁ ଶିକ୍ଷା ଦେଉଛନ୍ତି, କିପରି ପ୍ରାର୍ଥନା କରିବାକୁ ହୁଏ। କହିଲେ, ମା, ମୁଁ ତୁମର ଶରଣାଗତ, ତୁମର ଶ୍ରୀ ପାଦପଦ୍ମରେ ଶରଣ ଗଲି। ମୁଁ ଦେହ ସୁଖ ଚାହେଁ ନାହିଁ ମା, ଲୋକମାନ୍ୟ ଚାହେଁ ନାହିଁ, ଅଣିମାଦି ଅଷ୍ଟସିଦ୍ଧି ଚାହେଁ ନାହିଁ। କେବଳ ଏତିକି କର, ଯେପରି ତୁମର ପାଦପଦ୍ମରେ ଶୁଦ୍ଧା ଭକ୍ତି ହୁଏ, ନିଷ୍କାମ ନିର୍ମଳ ଅହେତୁକି ଭକ୍ତି ହୁଏ। ଆଉ ମା, ଯେପରି ମୁଁ ତୁମର ଭୁବନ ମୋହିନୀ ମାୟାରେ ମୁଗ୍ଧ ନ ହୁଏ, ତୁମର ମାୟା ସଂସାରରେ କାମିନୀ କାଞ୍ଚନରେ ଯେପରି ମୋହିତ ନ ହୁଏ। ମା, ତୁମ ବ୍ୟତୀତ ମୋର ଆଉ କେହି ନାହାନ୍ତି। ମୁଁ ଭଜନହୀନ, ଜ୍ଞାନହୀନ, ଭକ୍ତିହୀନ। କୃପା କରି ଶ୍ରୀ ପାଦପଦ୍ମରେ ମୋତେ ଭକ୍ତି ଦିଅ। ମଣି ଭାବୁଛନ୍ତି, ଯିଏ ତ୍ରିସନ୍ଧ୍ୟାରେ ତାଙ୍କର ନାମ କରୁଛନ୍ତି, ଯାହାଙ୍କର ଶ୍ରୀମୁଖ ନିଃସୃତ ନାମ ଗଙ୍ଗା ତୈଳଧାରା ସଦୃଶ ନିରବଚ୍ଛିନ୍ନା, ତାଙ୍କର ପୁଣି ସନ୍ଧ୍ୟା କ'ଣ? ପରେ ବୁଝିଲେ, ଲୋକଶିକ୍ଷା ପାଇଁ ଠାକୁରେ ମାନବ ଦେହ ଧାରଣ କରିଛନ୍ତି। ହରି ନିଜେ ଆସି ଯୋଗୀ ବେଶ ଧରି କରିଲେ ନାମ ସଂକୀର୍ତ୍ତନ। ଗିରିଶ ଠାକୁରଙ୍କୁ ନିମନ୍ତ୍ରଣ କଲେ। ସେହି ରାତିରେ ହିଁ ଯିବାକୁ ହେବ। ଶ୍ରୀରାମକୃଷ୍ଣ କହୁଛନ୍ତି, ରାତି ହୋଇଯିବ ନାହିଁ? ଗିରିଶ କହୁଛନ୍ତି, ନା, ଯେତେବେଳେ ଇଚ୍ଛା ଆପଣ ଯିବେ। ମୋତେ ଆଜି ଥିଏଟରକୁ ଯିବାକୁ ହେବ, ସେମାନଙ୍କର କଜିଆ ତୁଟାଇବାକୁ ହେବ। ଗିରିଶଙ୍କର ନିମନ୍ତ୍ରଣ। ରାତିରେ ହିଁ ଯିବାକୁ ହେବ। ବର୍ତ୍ତମାନ ରାତି 9ଟା ହେବ। ବଳରାମ ଠାକୁରଙ୍କ ପାଇଁ ରାତ୍ରି ଭୋଜନ ପ୍ରସ୍ତୁତ କରିଛନ୍ତି। କାଳେ ବଳରାମ ଦୁଃଖ କରିବେ, ତେଣୁ ଠାକୁରେ ଗିରିଶଙ୍କ ଘରକୁ ଯିବାବେଳେ କହୁଛନ୍ତି, ବଳରାମ, ତୁମେ ମୋ ଖାଇବାଟା ପଠାଇ ଦିଅ। 2 ମହଲାରୁ ତଳକୁ ଓହ୍ଲାଉ ଓହ୍ଲାଉ ଭଗବତ ଭାବରେ ବିଭୋର, ଯେପରି ମାତାଲ। ସାଙ୍ଗରେ ନାରାୟଣ ମାଷ୍ଟର, ପଛରେ ରାମ, ଚୁନି ପ୍ରଭୃତି ଅନେକ ଅଛନ୍ତି। ଜଣେ ଭକ୍ତ କହୁଛନ୍ତି, କିଏ ସାଙ୍ଗରେ ଯିବ? ଠାକୁରେ କହିଲେ, ଯେ କେହି ଜଣେ ହେଲେ ହେଲା।
ଓହ୍ଲାଉ ଓହ୍ଲାଉ ଭାବରେ ବିଭୋର। ନାରାୟଣ ହାତ ଧରିବାକୁ ଗଲେ କାଳେ ପଡ଼ିଯିବେ। ଠାକୁରେ ବିରକ୍ତି ପ୍ରକାଶ କଲେ। ଟିକିଏ ପରେ ନାରାୟଣଙ୍କୁ ସ୍ନେହରେ କହିଲେ, ହାତ ଧରିଲେ ଲୋକେ ମାତାଲ ବୋଲି ଭାବିବେ। ମୁଁ ଏମିତି ଚାଲିଯିବି। ବସ୍ ପଡ଼ାର 3 ଛକ ପାର ହେଉଛନ୍ତି। ଅଳ୍ପ ଦୂରରେ ଶ୍ରୀଯୁକ୍ତ ଗିରୀଶ ଘୋଷଙ୍କ ଘର। ଏତେ ଶୀଘ୍ର ଚାଲୁଛନ୍ତି କାହିଁକି? ଭକ୍ତମାନେ ପଛରେ ପଡ଼ିଯାଉଛନ୍ତି। କିଏ ଜାଣେ ହୃଦୟ ମଧ୍ୟରେ କି ଅଦ୍ଭୁତ ଦେବଭାବର ଉଦୟ ହୋଇଛି। ବେଦ ଯାହାଙ୍କୁ ବାକ୍ୟ ମନର ଅତୀତ ବୋଲି କହିଛନ୍ତି, ତାଙ୍କୁ ଚିନ୍ତା କରି କ'ଣ ଠାକୁରେ ପାଗଳ ପରି ପାଦ ପକାଉଛନ୍ତି? ଟିକିଏ ଆଗରୁ ବଳରାମଙ୍କ ଘରେ କହିଲେ ଯେ ସେହି ପୁରୁଷ ବାକ୍ୟ ମନର ଅତୀତ ନୁହନ୍ତି, ସେ ଶୁଦ୍ଧ ମନର, ଶୁଦ୍ଧ ବୁଦ୍ଧିର, ଶୁଦ୍ଧ ଆତ୍ମାର ଗୋଚର। ବୋଧହୁଏ ସେହି ପୁରୁଷଙ୍କୁ ସାକ୍ଷାତକାର କରୁଛନ୍ତି। ସେ କ'ଣ ଦେଖୁଛନ୍ତି, ଯୋ କୁଛ ହେ ସୋ ତୁହି ହେ। ହେଇ ନରେନ୍ଦ୍ର ଆସୁଛନ୍ତି। ପାଗଳ ପରି ଠାକୁରେ ନରେନ୍ଦ୍ର ନରେନ୍ଦ୍ର କହୁଛନ୍ତି। ନରେନ୍ଦ୍ର ସମ୍ମୁଖକୁ ଆସିଲେ, କିନ୍ତୁ ଠାକୁରେ ତ କାହିଁ କଥା କହୁନାହାନ୍ତି। ଲୋକେ କହନ୍ତି ଏହାର ନାମ ଭାବ। ଶ୍ରୀ ଗୌରାଙ୍ଗଙ୍କର କ'ଣ ଏହିପରି ହେଉଥିଲା? କିଏ ବା ବୁଝିବ? ଗିରିଶଙ୍କ ଘରକୁ ଯିବା ଗଳି ସମ୍ମୁଖରେ ଠାକୁରେ ଆସି ଉପସ୍ଥିତ ହେଲେ। ସାଙ୍ଗରେ ଭକ୍ତଗଣ। ଏଥର ନରେନ୍ଦ୍ରକୁ ସମ୍ଭାଷଣ କରୁଛନ୍ତି। ନରେନ୍ଦ୍ରଙ୍କୁ କହିଲେ, ବାବା ଭଲ ଅଛ? ମୁଁ ସେତେବେଳେ କଥା କହିପାରିନାହିଁ। କଥାର ପ୍ରତିଟି ଅକ୍ଷର ସ୍ନେହପୂର୍ଣ୍ଣ। ସେ ପର୍ଯ୍ୟନ୍ତ ଦ୍ୱାର ଦେଶରେ ପହଞ୍ଚି ନାହାନ୍ତି। ହଠାତ୍ ଛିଡ଼ା ରହିଗଲେ। ନରେନ୍ଦ୍ର ଆଡ଼କୁ ଚାହିଁ କହିଉଠିଲେ, ଗୋଟିଏ କଥା, ଏ ଗୋଟିଏ ଅର୍ଥାତ୍ ଦେହୀ, ସେ ଗୋଟିଏ ଅର୍ଥାତ୍ ଜଗତ। ଜୀବ ଜଗତ ଏସବୁ କ'ଣ ଭାବରେ ଦେଖୁଥିଲେ? ସେ କେବଳ ଜାଣନ୍ତି। ଅବାକ୍ ହୋଇ କ'ଣ ଦେଖିଲେ? ଗୋଟିଏ ଦୁଇଟି କଥା ଉଚ୍ଚାରିତ ହେଲା, ଯେପରି ବେଦବାକ୍ୟ, ଯେପରି ଦୈବବାଣୀ, ଅଥବା ଯେପରି ଅନନ୍ତ ସମୁଦ୍ର କୂଳରେ ଅବାକ୍ ହୋଇ ଠିଆ ହୋଇଛି ଏବଂ ଅନନ୍ତ ତରଙ୍ଗମାଳା ଉତ୍ଥିତ ଅନାହତ ଶବ୍ଦର ଗୋଟିଏ ଦୁଇଟି ଧ୍ୱନି କର୍ଣ୍ଣକୁହରରେ ପ୍ରବେଶ କଲା। ଦ୍ୱାର ଦେଶରେ ଗିରୀଶ ଠାକୁର ଶ୍ରୀରାମକୃଷ୍ଣଙ୍କୁ ଗୃହ ମଧ୍ୟକୁ ନେଇଯିବାକୁ ଆସିଛନ୍ତି। ଠାକୁରେ ଭକ୍ତମାନଙ୍କ ସହିତ ଯେତେବେଳେ ନିକଟକୁ ଆସିଲେ, ସଙ୍ଗେ ସଙ୍ଗେ ଗିରୀଶ ଦଣ୍ଡ ସଦୃଶ ସାଷ୍ଟାଙ୍ଗ ପ୍ରଣିପାତ ହେଲେ। ଆଜ୍ଞା ପାଇ ଉଠିଲେ। ଠାକୁରଙ୍କ ପଦଧୂଳି ଗ୍ରହଣ କଲେ ଓ ସାଙ୍ଗରେ ନେଇ ଦ୍ୱିତଳର ବୈଠକଖାନାରେ ବସାଇଲେ। ଭକ୍ତମାନେ ତରବର ହୋଇ ଆସନ ଗ୍ରହଣ କଲେ। ସମସ୍ତଙ୍କର ଇଚ୍ଛା ତାଙ୍କ ପାଖରେ ବସିବେ ଓ ତାଙ୍କର ମଧୁର କଥାମୃତ ପାନ କରିବେ। ଆସନ ଗ୍ରହଣ କରିବାକୁ ଯାଇ ଠାକୁରେ ଦେଖିଲେ ଖଣ୍ଡିଏ ଖବରକାଗଜ ରହିଛି। ଖବରକାଗଜରେ ବିଷୟୀମାନଙ୍କର କଥା, ବିଷୟ କଥା, ପରଚର୍ଚ୍ଚା, ପରନିନ୍ଦା। ସେଥିପାଇଁ ଏହା ତାଙ୍କ ଦୃଷ୍ଟିରେ ଅପବିତ୍ର। ସେ ଇଙ୍ଗିତ କଲେ ତାହା ଯେପରି ସ୍ଥାନାନ୍ତରିତ ହୁଏ। କାଗଜ ଖଣ୍ଡକ ନେଇଯିବା ପରେ ଆସନ ଗ୍ରହଣ କଲେ। ନିତ୍ୟଗୋପାଳ ପ୍ରଣାମ କଲେ। ଶ୍ରୀରାମକୃଷ୍ଣ ନିତ୍ୟଗୋପାଳଙ୍କୁ କହୁଛନ୍ତି, ସେଠାକୁ? ନିତ୍ୟ କହୁଛନ୍ତି, ଆଜ୍ଞା ଦକ୍ଷିଣେଶ୍ୱରକୁ ଯାଇନାହିଁ, ଦେହ ଖରାପ, ଘୋଳାବିନ୍ଧା। ଶ୍ରୀରାମକୃଷ୍ଣ କହୁଛନ୍ତି, କିପରି ଅଛୁ? ନିତ୍ୟ କହୁଛନ୍ତି, ଭଲ ନାହିଁ। ଶ୍ରୀରାମକୃଷ୍ଣ କହୁଛନ୍ତି, ଗୋଟିଏ ଦୁଇଟି ଗ୍ରାମ ଅର୍ଥାତ୍ ସ୍ୱର ତଳେ ରହ। ନିତ୍ୟ କହୁଛନ୍ତି, ଲୋକମାନଙ୍କ ସଙ୍ଗ ଭଲ ଲାଗୁନାହିଁ। କେତେ କ'ଣ କହନ୍ତି, ଡର ମାଡ଼େ। ଥରେ ଥରେ ଖୁବ୍ ସାହସ ହୁଏ। ଶ୍ରୀରାମକୃଷ୍ଣ କହୁଛନ୍ତି, ହଁ ସେପରି ହେବ। ତୋ ସାଙ୍ଗରେ କିଏ ରହୁଛି? ନିତ୍ୟ କହୁଛନ୍ତି, ତାରକ। ସେ ସବୁବେଳେ ମୋ ସାଙ୍ଗରେ ରହେ, ତାକୁ ବି ବେଳେବେଳେ ଭଲ ଲାଗୁନାହିଁ। ଶ୍ରୀରାମକୃଷ୍ଣ କହୁଛନ୍ତି, ଲଙ୍ଗୁଡ଼ି ଅର୍ଥାତ୍ ତୋତାପୁରୀ କହୁଥିଲା, ସେମାନଙ୍କ ମଠରେ ଜଣେ ସିଦ୍ଧ ପୁରୁଷ ଥିଲେ। ସେ ଆକାଶକୁ ଚାହିଁ ଚାହିଁ ଚାଲି ଯାଉଥିଲେ। ଗଣେଶ ଗର୍ଜି ସଙ୍ଗୀ ଚାଲିଯିବା ପରେ ଭାରି ଦୁଃଖ, ଅଧୈର୍ଯ୍ୟ ହୋଇଯାଇଥିଲେ। କହୁ କହୁ ଶ୍ରୀରାମକୃଷ୍ଣଙ୍କର ଭାବାନ୍ତର ହେଲା। କେଉଁ ଏକ ଭାବରେ ନିର୍ବାକ ହୋଇ ରହିଲେ। ଟିକିଏ ପରେ କହିଲେ, ତୁ ଆସିଛୁ? ମୁଁ ବି ଆସିଛି। ଏ କଥା କିଏ ବୁଝିବ? ଏ କ'ଣ ଦେବଭାଷା? ଭକ୍ତମାନେ ଅନେକ ଉପସ୍ଥିତ ଶ୍ରୀରାମକୃଷ୍ଣଙ୍କ ପାଖରେ ବସିଛନ୍ତି। ନରେନ୍ଦ୍ର, ଗିରୀଶ, ରାମ, ହରିପଦ, ଚୁନି, ବଳରାମ, ମାଷ୍ଟର ପ୍ରଭୃତି ଅଛନ୍ତି। ମନୁଷ୍ୟ ରୂପରେ ଈଶ୍ୱର ଯେ ଅବତୀର୍ଣ୍ଣ ହୁଅନ୍ତି, ଏ କଥା ନରେନ୍ଦ୍ର ମାନନ୍ତି ନାହିଁ। ଏଣେ ଗିରିଶଙ୍କର ଜ୍ୱଳନ୍ତ ବିଶ୍ୱାସ ଯେ ସେ ଯୁଗେ ଯୁଗେ ଅବତାର ରୂପରେ ଆସନ୍ତି, ମାନବ ଦେହ ଧାରଣ କରି ମର୍ତ୍ତ୍ୟଲୋକଙ୍କୁ ଆସନ୍ତି। ଠାକୁରଙ୍କର ଇଚ୍ଛା ଯେ ଏହି ସମ୍ବନ୍ଧରେ ଦୁଇଜଣଙ୍କ ମଧ୍ୟରେ ବିଚାର ହେଉ। ଶ୍ରୀରାମକୃଷ୍ଣ ଗିରିଶଙ୍କ ପ୍ରତି, ଇଂରାଜୀରେ ଦୁଇଜଣ ଯାକ ଟିକିଏ ବିଚାର କର, ମୁଁ ଶୁଣିବି।
विचार आरंभ है। इंग्राजी रे है नहीं, बंगला रे है, मझिरे मझिरे गोटाए जोड़ाए इंग्राजी कथा। नरेंद्र कहिले ईश्वर अनंत, तांको धारणा करवा आमर असाध्य। समस्तଙ୍କ भितर से अछंती, केवल जनक भितर आछंती एपरि नुहे। श्रीरामकृष्ण स्नेहरे कहउछंती ताहार जहा मत मोर मध्य सेही मत, से सर्वत्र रहिछंती। तेबे गोटाए कथा अछि शक्ति विशेष, केउठारे अविद्या शक्तिर प्रकाश, केउठारे बा विद्या शक्तिर, केउ आधार रे शक्ति बेसी, केउ आधार रे शक्ति कम, सेथिपाई सबु मनुष्य समान नुहंती। राम कहउछंती ए सब वृथा तर्कर लाभ कौन? श्री रामकृष्ण विरक्त भाव कहउछंती ना ना, यार गोटाए माने अछि। गिरीश नरेंद्र प्रति तुमे किपरि जानिल से देह धारण करी आसंती नाही? नरेंद्र कहउछंती से अबांग मानस गोचरन, वाक्य मनर अतीत। श्री रामकृष्ण कहउछंती ना, से शुद्ध बुद्धिर गोचर। शुद्ध बुद्धि और शुद्ध आत्मा एक। ऋषि माने शुद्ध बुद्धि द्वारा शुद्ध आत्मा को साक्षात्कार करथिले। गिरीश नरेंद्र प्रति मनुष्य होई अवतार न हेले किए बुझाई देवे? मनुष्य को ज्ञान भक्ति देवा पाई से देह धारण करी आसंती, न हेले किए शिक्षा देवे? नरेंद्र कहउछंती काहींकि से अंतर रे रही बुझाई देवे। श्री रामकृष्ण स्नेहरे कहउछंती हाँ हाँ, अंतर्जामी रूप से बुझाई देवे। तापरे घर तर तर्क चलला, अनंत तार कौन अंश हुए? हामिल्टन कौन कहिसंती? हार्बर्ट स्पेंसर कौन कहिसंती? टिंडेल हक्सले बा कौन कहि जाइसंती? एही सब कथार आलोचना चलला। श्री रामकृष्ण मास्टर प्रति देख ए गुड़ाक मते भल लागु नाही। मु सबु समान देखुछि, आ विचार बा कौन करिवि? देखुछि से ही सबु होइछंती। ए भी ठीक, से भी ठीक। गोटिए अवस्था मन बुद्धि अखंडरे हजि जाए। नरेंद्र को देखी मोर मन अखंडरे लीन हो जाए। गिरीशंक प्रति ए विषय कौन बुझिल कह तो? गिरीश हसी हसी कहउछंती एइटी छड़ा आउ सब प्राय बुझी जाइछि, समस्तंकर हस। श्री रामकृष्ण कहउछंती पुणी दुई धाप तलकु न खसिले कथा कहि पारे नाही। वेदांत शंकर जहाँ बुझाइछंती ताहा अछि, पुणी रामानुजंकर विशिष्ट अद्वैतवाद मध्य अछि। नरेंद्र श्री रामकृष्ण को कहउछंती विशिष्ट द्वैतवाद कौन? श्री रामकृष्ण नरेंद्र प्रति विशिष्ट द्वैतवाद रामानुजंकर मत कौन ना, जीव जगत विशिष्ट ब्रह्म सबु मिसी गोटिए। जेपरि गोटिए बेल, जड़े बेलर खड़पा मंजी और शस को अलगा अलगा कर देइथिला, बेलटी केते ओजनर ताहा जानिबा दरकार पड़िला। एबे खाली शस को ओजन कले कौन बेलर ओजन जाना पड़िबो? खड़पा मंजी शस सबु को एकाठी ओजन करने को हेबो। प्रथमे खड़पा नुहे, मंजी नुहे, शसटी को केवल सार पदार्थ बोली बोध हुए। तापरे विचार कले देखा जाए जो वस्तुर शस से वस्तुर ही खड़पा और मंजी। प्रथमे नेति नेति करिजिबाकु हुए, यथा जीव नेति जगत नेति। एहीपरि विचार करने को हुए ब्रह्म ही वस्तु आउ सबु अवस्तु। तापरे अनुभूति हुए जହାର शस ताहार ही खड़पा और मंजी। जहाँठार ब्रह्म कहूछ तांकठार ही जीव जगत। नित्य जहाँकर लीला भी तांकर। तेणु रामानुज कहते जीव जगत विशिष्ट ब्रह्म, यार नाम विशिष्ट अद्वैतवाद। ओं निरंजनम नित्यमनंतरूपम भक्तानुकंपाधित विग्रहं वै ईशावतारं परमेशमीड्यं त्वं रामकृष्णं शिरसा नमामि।